ଦେଖନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ସଫଳ ହେଇଛି ଏବଂ ନବରଙ୍ଗପୁର ଜିଲ୍ଲାର ଅଣକୋଣରୁ ଆମର 13 ପ୍ରକାର ଆଦିବାସୀ ଅଛନ୍ତି ସମସ୍ତେ ଆସିକିରି ଏଠାରେ ଏକଜୁଟ ହେଇଛନ୍ତି କିନ୍ତୁ ଦୁର୍ଭାଗ୍ୟର ବିଷୟ ଇଏ ଆମ ନବରଙ୍ଗପୁର ଜିଲ୍ଲାରେ କେବଳ ଆଦିବାସୀ ପରମ୍ପରାର ବ୍ୟକ୍ତି ବିଶେଷ ଏଠାରେ ରାଜନୀତି କରୁଛନ୍ତି ମନ୍ତ୍ରୀଠୁ ଆରମ୍ଭ କରି ନାହିଁ କି ଏମପି ସାଂସଦ ଯାଏଁ ଏଠି ସମସ୍ତେ ଏଠି ଅଛନ୍ତି କିନ୍ତୁ ଆମର ଆଦିବାସୀ ଭାଇମାନେ ଯେତେବେଳେ ଜିଲ୍ଲା ଭିତ୍ତିକ ନିଯୁକ୍ତି ହଉ ଆଦିବାସୀର ହକ୍ ଆଉ ଅଧିକାର ହଉ বা জমি জমা କାର୍ଯ୍ୟ ହଉ ଏବଂ ଆଦିବାସୀର ଜମିକୁ ହଡପ କରୁଛନ୍ତି ତା ପାଇଁ ହଉ বা ଯୋଉଥିପାଇଁ ଆମେ ଯଦି ଆମେ ଷ୍ଟ୍ରାଇକ୍ କରୁ ଆନ୍ଦୋଳନ କରୁ ବା ପ୍ରଶାସନକୁ ଆମେ ଜଣାଉ ସେତେବେଳେ କ'ଣ କରୁଛନ୍ତି ଆମର ଏଇ ନେତାମାନେ ଆମକୁ ସମର୍ଥନ କରୁନାହାନ୍ତି ଯଦ୍ୱାରା ଆଦିବାସୀ ମାନଙ୍କର ଯୋଉ ଆନ୍ଦୋଳନ ଏବଂ ତାଙ୍କର ହକ୍ ଅଧିକାର ନେଇକି ଆମେ ଫେଲ ହେଇଯାଉଛୁ ତେଣୁକରି ଆଜି ଆମେ ଏଠାରେ ଉପସ୍ଥିତ ହେଇଛୁ ଏବଂ ଆମେ ତାଙ୍କୁ କହୁଛୁ ଆଜି ମଧ୍ୟ ଆମେ କହି ରଖୁଛୁ ଯେହେତୁ ଗତ ଜିଲ୍ଲା ଭିତ୍ତିକ ନିଯୁକ୍ତି ଥିଲା ଆମେ ଦାବି କରିଥିଲୁ ଯୋଉ ଗଣଶିକ୍ଷା ଶିକ୍ଷକ ମାନଙ୍କର ପାଇଁ ସେଠାରେ ନାଇକି ସମସ୍ତେ କହିଥିଲେ ବା ସମସ୍ତେ ଆଦିବାସୀ ଆସିକରି ଜନସାଧାରଣ ଆସିକରି ଆଦିବାସୀ ଯୁବକ ଯୁବତୀ ଆସିକରି ନବରଙ୍ଗପୁରରେ ଅକଚକ ବନ୍ଦ କରିକି ନାଇକି ଅନିର୍ଦ୍ଦିଷ୍ଟ କାଳ ପାଇଁ ନାଇକି ଆମେ ରାଜରାସ୍ତାରେ ଓହ୍ଲେଇଥିଲୁ ଏବଂ ଷ୍ଟ୍ରାଇକରେ ବସିଥିଲୁ କିନ୍ତୁ ଆମର ଏଠାରେ ଥିବା ମନ୍ତ୍ରୀ ମହୋଦୟ ଏମଏଲଏ ମହୋଦୟ ସାଂସଦ ମହୋଦୟ ଏମାନେ ସମସ୍ତେ ନାଇକି ସେ ଯୋଉ ଜିଲ୍ଲା ଭିତ୍ତିକ ନିଯୁକ୍ତିର ଆନ୍ଦୋଳନକୁ ଭଙ୍ଗ କରିଥିଲେ କିଛି ମୁଷ୍ଟିମୟ ବ୍ୟକ୍ତି ମାନଙ୍କ ସହିତ